ନମସ୍କାର ଜୟ ଜଗନ୍ନାଥ। ଆଜି ହେଉଛି 15 ଜୁଲାଇ ମଙ୍ଗଳବାର। ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟିଏ ଗୋଟିଏ ଲାଇକ୍ କରିଦିଅନ୍ତୁ। ଯଦି ଆମ ଚ୍ୟାନେଲଟିକୁ ପ୍ରଥମ କରି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରନ୍ତୁ। ଚାଲନ୍ତୁ ଆଉ ଡେରି ନକରି ଆଜିର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଓଡ଼ିଶାର ପ୍ରଥମ ମହିଳା ସରକାରୀ ଗାଡି ଡ୍ରାଇଭର ସନ୍ଧ୍ୟାରାଣୀ ଆଇଏଏସ୍ ଉଷା ପାଢୀଙ୍କ ଚଳାଉଛନ୍ତି ଗାଡି। ମୟୂରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ମାଝୀ ସରକାରୀ ଗାଡି ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି। ସରକାରୀ ଗାଡି ଡ୍ରାଇଭର ଭାବେ ପ୍ରଥମ ଥର ମହିଳା ମିଳିଛି ନିଯୁକ୍ତି। ପରିବହନ ବିଭାଗର ଏହି ପଦକ୍ଷେପ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ନଗର ଉନ୍ନୟନ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଗାଡି ଚଳାଉଛନ୍ତି ସନ୍ଧ୍ୟାରାଣୀ ମାଝୀ। ପରବର୍ତ୍ତୀ ଖବର, ଆସନ୍ତା 24 ଘଣ୍ଟା ମଧ୍ୟରେ ଅବପାତର ପରିଣତ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ। ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ତେଣୁ ଆଗାମୀ 24 ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ। ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ପରବର୍ତ୍ତୀ ଖବର, ଆଜି ବଢିଲା ପାକିସ୍ତାନର ଟେନସନ। ସକାଳୁ ସକାଳୁ ପାକିସ୍ତାନର ନିଦ ହଜାଇଲା ଭାରତ। ପଡୋଶୀ ଦେଶର ବେଷ୍ଟ ଫ୍ରେଣ୍ଡ ସହ ହାତ ମିଳାଇଲା ଭାରତ। ଭାରତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର 3 ଦିନିଆ ଚାଇନା ଗସ୍ତରେ ଅଛନ୍ତି। ସେ ସୋମବାର ଚାଇନାର ଉପରାଷ୍ଟ୍ରପତି ହାନ୍ ଝେଙ୍ଗଙ୍କୁ ଭେଟିଥିଲେ। ଏସ୍ ଜୟଶଙ୍କର ମଧ୍ୟରେ ଏହି ସମ୍ପର୍କରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ 3 ଦିନିଆ ଅନୁଷ୍ଠିତ ହେବାକୁ ଥିବା ସଂଘର ସହଯୋଗର ସଂଗଠନ ଏସସିଓରେ ସଦସ୍ୟ ଦେଶମାନଙ୍କ ବୈଠକରେ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ଖବର, ଆଜି ବିଜେପି ମୁହାଁ କଂଗ୍ରେସ ଓ ବିଜେଡି ନେତା କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମିଶିବେ। ରାଉରକେଲାରେ ବିଜେପି ସରକାର ଦାୟିତ୍ୱ ନେବା ପରେ ଦଳରେ ବିଭିନ୍ନ ପଦବୀ ହାତେଇବାକୁ ନେଇ ଏବେ ଚାଲୁଛି ପ୍ରତିଯୋଗିତା। ଆସନ୍ତା ମାସକ ଭିତରେ ଖାଲି ପଡିଥିବା ନିଗମ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ବିଜେପି ପକ୍ଷରୁ ପ୍ରତିକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମୋହନ ମୋହନ ସାମଲ ଦିଲ୍ଲୀ ଗସ୍ତ କରିବା ପରେ ରାଉରକେଲା ନେତାମାନେ ଲବି ଆରମ୍ଭ କରିଦେଇଛନ୍ତି। ପରବର୍ତ୍ତୀ ଖବର, ଏମ୍ସରେ ଚିକିତ୍ସାଧୀନ ବାଲେଶ୍ୱର ପୀଡ଼ିତା। 98% ଅକ୍ସିଜେନ ସପୋର୍ଟରେ ଭେଣ୍ଟିଲେଟରରେ ଚିକିତ୍ସା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥା କୌଣସି ପରିବର୍ତ୍ତନ ହୋଇନଥିବା କହିଲେ ପୀଡ଼ିତାଙ୍କ ବାପା। ବାଲେଶ୍ୱର ଛାତ୍ରୀ ପୋଡ଼ି ହେବା ଘଟଣା, ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ତଦନ୍ତକାରୀ କମିଟି। ଖୁବ୍ ଶୀଘ୍ର ସରକାରଙ୍କୁ ଦିଆଯିବ ରିପୋର୍ଟ। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲେନି। ଶେଷରେ ନିଜର ଦେହରେ ନିଜେ ନିଆଁ ଲଗାଇଦେଲେ ପୀଡ଼ିତା। ସରକାରଙ୍କୁ ଜୋରଦାର ଘେରିଲେ ବିଜେଡି ଓ କଂଗ୍ରେସ। ପରବର୍ତ୍ତୀ ଖବର, ଆସିଲା ପିଏଫ୍ ଆକାଉଣ୍ଟଧାରୀଙ୍କ ବଡ଼ ଖବର। ଜରୁରୀକାଳୀନ ପରିସ୍ଥିତିରେ ଆପଣ ପିଏଫ୍ ଆକାଉଣ୍ଟରୁ କେତେ ଏବଂ କିପରି ଟଙ୍କା ଉଠାଇବେ? ଜରୁରୀକାଳୀନ ପରିସ୍ଥିତିରେ ଆପଣ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ତେବେ ଆସନ୍ତୁ ଜାଣିବା କିପରି କେତେ ଟଙ୍କା ଉଠାଇ ପାରିବେ। ଆମ ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ କୌଣସି ନା କୌଣସି ଚାକିରିରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କର ମାସିକ ଦରମା ଏକ ନିର୍ଦ୍ଦିଷ୍ଟ ଅଂଶ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ ପିଏଫ୍ ଆକାଉଣ୍ଟରେ ଜମା କରାଯାଏ। ଏହି ଟଙ୍କା ଭବିଷ୍ୟତ ପାଇଁ ଜମା କରାଯାଏ, ଯାହାଦ୍ୱାରା ବ୍ୟକ୍ତି ଚାକିରି ଛାଡ଼ିଲେ କିମ୍ବା ଅବସର ନେଲେ ତାଙ୍କର କିଛି ଆର୍ଥିକ ସୁରକ୍ଷା ରହିଥାଏ। ପିଏଫ୍ ଆକାଉଣ୍ଟର ପ୍ରକୃତରେ ଏକ ପ୍ରକାର ଦୀର୍ଘକାଳୀନ ବଞ୍ଚିବା ସଞ୍ଚୟ। ସେଥିରେ କର୍ମଚାରୀ ଏବଂ ନିଯୁକ୍ତି ଉଭୟ ଟଙ୍କା ନିବେଶ କରିଥାନ୍ତି। ବନ୍ଦ ହୋଇଯିବ କି 500 ଟଙ୍କିଆ ନୋଟ୍? ଏହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲିଛି। ପ୍ରାୟ 2 ବର୍ଷ ପୂର୍ବେ ଆରବିଆଇ 2000 ଟଙ୍କା ନୋଟ୍ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଥିଲା। ତଥାପି ଏହି ନୋଟ୍ ଗୁଡ଼ିକ ପ୍ରଚଳନ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ, କିନ୍ତୁ ଏହା ଆଇନଗତ ଭାବରେ ରହିବ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ 2026 ମାର୍ଚ୍ଚରୁ 500 ଟଙ୍କା ନୋଟ୍ ପ୍ରଚଳନ ବନ୍ଦ ହୋଇଯିବ। ଧୀରେ ଧୀରେ ଏହି ନୋଟ୍ ଗୁଡ଼ିକ ଏଟିଏମ୍ରୁ ବାହାରିବା ମଧ୍ୟ ବନ୍ଦ ହୋଇଯିବ। ତେବେ ସରକାରଙ୍କ ପକ୍ଷରୁ ପିଆଇବି ଏକ ତଥ୍ୟ ଯାଞ୍ଚ କରି ଲୋକଙ୍କ ଦ୍ୱନ୍ଦ୍ୱକୁ ଦୂର କରିଛି ଏବଂ ଏହି ଖବରଟିକୁ ନକଲି ବୋଲି ଘୋଷଣା କରିଛି। ପରବର୍ତ୍ତୀ ଖବର, ଆଜି କୃଷକମାନଙ୍କ ପାଇଁ ଆସିଲା ବଡ଼ ଖବର। ଏହି ସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍ କିଷାନ ଆଗାମୀ କିସ୍ତି। ଆସିଲା ବଡ଼ ଅପଡେଟ୍। ଦେଶରେ କୋଟି କୋଟି କୃଷକ ପିଏମ୍ କିଷାନ ଯୋଜନାର 20ତମ କିସ୍ତିରେ ଅପେକ୍ଷାରେ ଅଛନ୍ତି। ଜୁନ୍ ମାସରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର ସେଥିରେ ବିଳମ୍ବ ହୋଇଛି। ଏହି ଯୋଜନାରେ ଗରିବ କୃଷକମାନଙ୍କ ପ୍ରତିବର୍ଷ 6000 ଟଙ୍କା ଆର୍ଥିକ ସହାୟତା ମିଳିଥାଏ। 4 ମାସ ବ୍ୟବଧାନରେ ଏହି ଟଙ୍କା 2000 ଟଙ୍କା ଲେଖାଏଁ ମିଳିଥାଏ। ଏହି ଟଙ୍କା ନିୟମିତ ବ୍ୟବଧାନରେ ମିଳିବା ପାଇଁ କିଛି କାମ କରିବା ଜରୁରୀ। ଯଦି ଆପଣଙ୍କର କେୱାଇସି ଅପଡେଟ୍ ନାହିଁ ନଚେତ୍ ମୋବାଇଲ ନମ୍ବର ଅପଡେଟ୍ ନାହିଁ ତେବେ ଏହା ବିଳମ୍ବ ହୋଇପାରେ। ପରବର୍ତ୍ତୀ ଖବର, ରେଳବାଇ ପକ୍ଷରୁ ଆସିଲା ବଡ଼ ନିଯୁକ୍ତି। ରେଳବାଇ ନିଯୁକ୍ତି ପରୀକ୍ଷାରେ ପ୍ରାର୍ଥୀଙ୍କ ସୁବିଧା ପାଇଁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଯେକୌଣସି ରେଳବାଇ ପରୀକ୍ଷାରେ ପ୍ରାର୍ଥୀମାନେ ଧାର୍ମିକ ପ୍ରତୀକ ସହିତ ପରୀକ୍ଷା ଦେଇପାରିବେ। ରେଳବାଇର ଏ ସମ୍ପର୍କରେ ଏ ବିଜ୍ଞପ୍ତି ଜାରି କରିଛି। ଏବେ ପ୍ରାର୍ଥୀମାନେ ହାତରେ କଳାଭା କିମ୍ବା କଡ଼ା କିମ୍ବା ପଗଡ଼ି ଭଳି ସମସ୍ତ ପ୍ରକାର ଧାର୍ମିକ ପ୍ରତୀକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ।
ପରବର୍ତ୍ତୀ ଖବର, 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହିମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ରାଷ୍ଟ୍ରପତି ଭୁବନେଶ୍ୱର ଏମ୍ସରେ ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ମଙ୍ଗଳବାର ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତ୍ରୟୋଦଶ ଦନ୍ତୀକ୍ଷ ସମାରୋହରେ ଅତିଥି ହେବେ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ 3ଟି ଅଟ୍ଟାଳିକାର ପୂର୍ଣ୍ଣ ବିକାଶ ଲାଗି ଶିଳାନ୍ୟାସ କରିବେ। ପୁଣି ଆଦିକବି ସାରଳା ଦାସଙ୍କର ଜନ୍ମବାର୍ଷିକ ସମାରୋହରେ ଯୋଗ ଦେଇ କଳିଙ୍ଗ ରତ୍ନ ପୁରସ୍କାର ପ୍ରଦାନ କରିବେ। ପରବର୍ତ୍ତୀ ଖବର, ଏଣିକି ଯାତ୍ରୀ ନିରାପତ୍ତା ବୃଦ୍ଧି ଉପରେ ଫୋକସ କରିବ ରେଲୱେ। 74,000 କୋଚ୍ 15,000 ଇଞ୍ଜିନରେ ସିସିଟିଭି ଲଗାଇବ ରେଲୱେ। ଯାତ୍ରୀ ସୁବିଧାକୁ ନଜରରେ ରଖି ରେଲୱେ ଏହାର ସମସ୍ତ 74,000 କୋଚ୍ ସିସିଟିଭି କ୍ୟାମେରା ଲଗାଇବ। ଏହା ସହ 15,000 ଇଞ୍ଜିନରେ ମଧ୍ୟ ଏଭଳି କ୍ୟାମେରା ଲଗାଯିବ। ଏହାଦ୍ୱାରା ଯାତ୍ରୀ ନିରାପତ୍ତାକୁ ଆହୁରି ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ରେଲୱେ। ବିଭିନ୍ନ ସମୟରେ ଅସାମାଜିକ ଲୋକଙ୍କ ଦ୍ୱାରା ଯାତ୍ରୀମାନେ ଚୋରି ସହ ବିଭିନ୍ନ ସମସ୍ୟାର ସାମ୍ନା କରିଛନ୍ତି। ମାତ୍ର ଆଗକୁ ସିସିଟିଭି କ୍ୟାମେରା ଦ୍ୱାରା ଏଭଳି ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସିସିଟିଭି କ୍ୟାମେରା ଗୁଡ଼ିକ ଯାତ୍ରୀ ଚଳାଚଳ ସ୍ଥାନ କବାଟ ପାଖରେ ଲଗାଯିବ। ପରବର୍ତ୍ତୀ ଖବର, ଏଣିକି 5 କିଲୋମିଟର ଦୂରରେ ସ୍କୁଲ ଥିଲେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ 6,000 ଟଙ୍କା। ସରକାର କଲେ ବଡ଼ ଘୋଷଣା। ଆଜି ସରକାର ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ରାଜ୍ୟର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଛାତ୍ରୀମାନେ ସରକାରୀ ସ୍କୁଲଠାରୁ 5 କିଲୋମିଟର କିମ୍ବା ତାଠାରୁ ଅଧିକ ଦୂରରେ ରହୁଛନ୍ତି ସେମାନଙ୍କୁ ଏବେ ପ୍ରତିବର୍ଷ 6,000 ଟଙ୍କା ଯାତାୟାତ ସହାୟତା ମିଳିବ। ଗାଁ ଓ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ପିଲାଙ୍କ ପାଠପଢ଼ାକୁ ସହଜ କରିବା ପାଇଁ ଆଜି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର, ଆଜି 6 ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା। ରାଜ୍ୟରେ ଜାରି ରହିଛି ବର୍ଷା। ଆଜି 6 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହା ସହ 9 ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର। ପରବର୍ତ୍ତୀ ଖବର, ଗାଁ ଦାଣ୍ଡରେ କାଦୁଅ ପଚପଚ, କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି କଲେ ଲୋକ। ସରକାର ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରଶାସନ ଅବହେଳା ଯୋଗୁଁ ଆଜି ବି ଗାଁ ରାସ୍ତାରେ କାଦୁଅ ପଚପଚ ହେଉଥିବା ଅଭିଯୋଗ ହେଉଛି। କନ୍ଧମାଳ ଜିଲ୍ଲାର ଚକପଦା ବ୍ଲକ ଅନ୍ତର୍ଗତ ବପଲ ମେଣ୍ଡି ପଞ୍ଚାୟତର ବଡ଼ସାହି ଗ୍ରାମର ରାସ୍ତା ବର୍ଷା ଦିନେ କାଦୁଅ ପଚପଚ ହେଉଥିବାର ଦେଖିବାକୁ ମିଳିଛି। ପରବର୍ତ୍ତୀ ଖବର, ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ଦେଖାଇଲେ ଉପମୁଖ୍ୟମନ୍ତ୍ରୀ। କୃଷି ପାଇଁ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ପୁରସ୍କାର। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ। କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିଲା ଓଡ଼ିଶା। କୃଷି ପାଇଁ ଓଡ଼ିଶାକୁ ମିଳିଥିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର। ଆଜି ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଲୋକସଭା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେବ ଓ କୃଷି ପାଇଁ ଓଡ଼ିଶା ମିଳିଥିବା ଶ୍ରେଷ୍ଠ ରାଜ୍ୟ ପୁରସ୍କାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦର୍ଶନ କରିଛନ୍ତି। ପରବର୍ତ୍ତୀ ଖବର, ଏହି ତାରିଖକୁ ଆସିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା। ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ପୂର୍ବରୁ 2ଟି ପର୍ଯ୍ୟାୟରେ 10,000 ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ଏନେଇ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ସରକାର। 2ଟି କିସ୍ତିରେ ମୋଟ 10,000 ଟଙ୍କା ପାଇସାରିଛନ୍ତି 1 କୋଟିରୁ ଅଧିକ ହିତାଧିକାରୀ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏଭଳି ଭାବେ ସୁଭଦ୍ରାରେ ପହଞ୍ଚିବ ନେଇ ସେ ନେଇ ଯୋଜନା କ୍ରିୟାନ୍ୱିତ କରିବାକୁ ଲଗାତାର ଭାବେ ପ୍ରୟାସ ରଖିଛନ୍ତି ସରକାର। ଛୋଟ କୃଷକଙ୍କ ପାଇଁ ଆରବିଆଇ କଲା ବଡ଼ ଘୋଷଣା। ଦେଶର ଅନେକ କୃଷକଙ୍କ ପାଖରେ ଚାଷ ପାଇଁ ନିବେଶ କରିବା ଆର୍ଥିକ ସାମର୍ଥ୍ୟ ନଥାଏ। ଏପରି ସ୍ଥିତିରେ ସେମାନଙ୍କୁ ଋଣ ନେଇ ଚାଷ କରିବାକୁ ଚାହୁଁଛନ୍ତି। ଏହା ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ଛୋଟ କୃଷକଙ୍କ ପାଇଁ ଏକ ନୂଆ ନିୟମ ଜାରି କରିଛନ୍ତି। ସୁନା ଓ ରୂପା ବନ୍ଧକ ରଖି ମିଳିବ ଋଣ। ଆରବିଆଇର ନୂଆ ନିୟମ ଅନୁସାରେ କୃଷକମାନେ ଏବେ କୃଷି ଋଣ ନେବା ପାଇଁ ନିଜର ସୁନା କିମ୍ବା ରୂପା ବନ୍ଧକ ରଖିପାରିବେ। ତ ଦର୍ଶକ ବନ୍ଧୁ, ଏ ଥିଲା ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଭିଡିଓଟି ଭଲ ଲାଗିଛି ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ ଉପରେ ଦବାଇ ଅଲ୍ ଉପରେ କ୍ଲିକ୍ କରନ୍ତୁ। ଆମ ଭିଡିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।